जदि आपण एसिडिटी रे शिकार होइछंती तेबे मूला खाई परिबे कि नहीं खाइले कौन हेबो निहाती जानिबा जरूरी। शीत ऋतु आसिबा मात्रे अधिकरू अधिक स्वादिष्ट एवं पुष्टिकर पनीपरिबा बजार रे उपलब्ध हेबा आरंभ करे। एहा मध्यरे मूला हेउछि अन्यतम, जहा शीत ऋतुरे लोकमाने बहुत खांती। एही ऋतुरे लोकमाने एहाकु सालाड ठारू आरंभ करी परोटा पर्यंत बहु आइटम रे प्रस्तुत करथांती मूला। ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ ମୂଳା ଖାଇବା ଦ୍ୱାରା ଶରୀର ଉପରେ କ'ଣ ପ୍ରଭାବ ପଡ଼େ ଓ ଏହାକୁ ଏସିଡିଟିରେ ଶିକାର ଲୋକମାନେ ଖାଇପାରିବେ କି? ବାସ୍ତବରେ ଶୀତ ଋତୁରେ ଲୋକମାନେ କମ୍ ଜଳ ଗ୍ରହଣ କରନ୍ତି ଏବଂ ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ଆରମ୍ଭ କରନ୍ତି, ଯେଉଁ କାରଣରୁ ସେମାନେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଅମ୍ଳତା ଭଳି ହଜମ ପ୍ରକ୍ରିୟାରେ ପୀଡ଼ିତ ହୁଅନ୍ତି। ଏଭଳି ପରିସ୍ଥିତିରେ ଅନେକଙ୍କୁ ଜାଣିବା ନିହାତି ଆବଶ୍ୟକ ଯେ ଏହାକୁ ଏଡ଼ାଇବା ପାଇଁ ମୂଳା ଖାଇବା ଭଲ କି ନୁହେଁ। ମୂଳାର ଉପକାରିତା ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ମୂଳାର ପ୍ରକୃତି କ'ଣ। ମୂଳା ହେଉଛି ଏକ ଶୀତଳ ପ୍ରକୃତିର ପନିପରିବା, ଯେଉଁଥିରେ ଜଳର ମାତ୍ରା ଅଧିକ। ଏପରି ପରିସ୍ଥିତିରେ ଶୀତଦିନେ ଏହାକୁ ଖାଇବା ଶରୀରକୁ ଥଣ୍ଡା କରିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ। ଆୟୁର୍ବେଦ ଅନୁଯାୟୀ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ବିଶେଷ କରି ଏହାର ପତ୍ର ଏବଂ ମୂଳାର ଏପରି ଗୁଣ ଅଛି ଯାହା ଅମ୍ଳତାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ମୂଳା ଅମ୍ଳତା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ। ବିଶେଷତଃ ଯେଉଁମାନେ ମୂଳା ଖାଇଲେ ଆଲର୍ଜି ହୋଇଥାଏ କିମ୍ବା ଅନ୍ୟ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ମୂଳାରେ ଅଧିକ ପରିମାଣର ଫାଇବର, ଜଳ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ, ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ବ୍ୟୁରୋ ରିପୋର୍ଟ, HTV ଓଡ଼ିଆ।